ବିବାହର ମାସେ ନ ପୁରୁଣୁ ପତ୍ନୀଙ୍କୁ ହତ୍ୟା, ବିବାହର ମାସଟିଏ ବି ପୁରିନି, ହସଖୁସିର ସଂସାର ଆରମ୍ଭ ହେବା ପୂର୍ବରୁ ଘଟିଗଲା ଛାତିଥରା ଘଟଣା, ସ୍ୱାମୀଙ୍କ ଟାଙ୍ଗିଆ ଆକ୍ରମଣରେ ଚାଲିଗଲା ନବବିବାହିତା ପତ୍ନୀଙ୍କ ଜୀବନ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ସହଦେବପୁର ଗାଁରୁ। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଗତ ମାସ 12 ତାରିଖରେ କେନ୍ଦ୍ରାପଡ଼ା ସଦର ଥାନା ବାଲିସାହି ଗାଁର ରୋଜାଳିନୀ ମଲ୍ଲିକ ସହଦେବପୁର ଗାଁର ଶୈଳେନ୍ଦ୍ର ମଲ୍ଲିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ, କିନ୍ତୁ ବିବାହର ମାସଟିଏ ମଧ୍ୟ ପୂରିବା ପୂର୍ବରୁ ଏହି ସମ୍ପର୍କର ଦୁଃଖଦ ପରିଣତି ସାମ୍ନାକୁ ଆସିଛି। ମୃତଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପାରିବାରିକ କଳହ ଓ ଯୌତୁକ ନିର୍ଯାତନାକୁ କେନ୍ଦ୍ର କରି ଶୈଳେନ୍ଦ୍ର ଟାଙ୍ଗିଆରେ ଆକ୍ରମଣ କରି ରୋଜାଳିନୀଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ସାନଭାଇ କହିଛନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ପରେ ବିଳମ୍ବିତ ରାତିରେ ତାଙ୍କ ବଡ଼ଭାଇ ଟାଙ୍ଗିଆରେ ଭାଉଜଙ୍କୁ ଆକ୍ରମଣ କରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ନେମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗର ସମସ୍ତ ଦିଗକୁ ନେଇ ପୋଲିସ ଛାନଭିନ ଜାରି ରଖିଛି। ହତ୍ୟାର ପ୍ରକୃତ କାରଣ କ'ଣ ଏବଂ ଯୌତୁକ ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। କଟକରୁ ବଳରାମ ବେହେରା ଅଙ୍କ ରିପୋର୍ଟ, 24।